ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସକାଳୁ ଉଠି ଏହି ଗୋଟିଏ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଜୀବନରେ ଧନ, ଐଶ୍ୱର୍ଯ୍ୟ ସବୁକିଛି ପ୍ରାପ୍ତ ହୋଇଥାଏ। ତେବେ ଭଗବାନ କୃଷ୍ଣ ମନୁଷ୍ୟ ଜାତି ପାଇଁ ଜଣେ ମାର୍ଗଦର୍ଶକ ପରି କାମ କରନ୍ତି। ତାଙ୍କର କୁହାଯାଇଥିବା କଥା ସବୁ ମନୁଷ୍ୟ ଜୀବନରେ ଅନେକ ଫଳପ୍ରଦ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ଏହିପରି କ'ଣ ଖାଇବା ଦ୍ୱାରା ପାଖରେ ଧନର କୌଣସି ଅଭାବ ରହିବ ନାହିଁ। ଆଗକୁ ବଢ଼ିବା ପୂର୍ବରୁ ଭଗବାନ କୃଷ୍ଣ କହିଥିବା ଆଉ ଏକ ଶ୍ଲୋକକୁ ମନେ ରଖିବା ଉଚିତ। କୃଷ୍ଣ କହିଛନ୍ତି, କେବଳ ଭଗବାନଙ୍କ ନାମ ଜପିଲେ ସବୁକିଛି ମିଳିଯାଏ ନାହିଁ। ଏଥିପାଇଁ ନିଜକୁ କାମ କରିବାକୁ ପଡ଼ିଥାଏ। ସକାଳୁ ଉଠି ଧୂପ ଦୀପ ଦେଇ ଭଗବାନଙ୍କୁ ପୂଜା ଦ୍ୱାରା ସକାରାତ୍ମକ ଊର୍ଜା ମନରେ ଏବଂ ଘରେ ଭରି ଯାଇଥାଏ। ତେବେ ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ଯେ ଭଗବାନ କୃଷ୍ଣ କ'ଣ କହିଛନ୍ତି। ଭଗବାନ କୃଷ୍ଣ କହିଛନ୍ତି, ମନୁଷ୍ୟକୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ। ଏହି ସମୟରେ ଉଠିବା ଦ୍ୱାରା ଶରୀରରେ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। କାମ ମଧ୍ୟ ଧନ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବାର ଏହାକୁ ଏକ ଉପାୟ ବୋଲି କୁହାଯାଏ। ତେବେ ସକାଳୁ ଉଠି ମାଟି ମା'କୁ ମୁଣ୍ଡିଆ ମାରିବା ଉଚିତ। କାରଣ ଆମେ ମନୁଷ୍ୟ ମାଟିରୁ ହିଁ ତିଆରି ହୋଇଛୁ। ସକାଳୁ ଉଠି ମାଟି ମା'କୁ ମୁଣ୍ଡିଆ ମାରିବା ଦ୍ୱାରା ଜୀବନରେ ଅନେକ ଅସୁବିଧା ଦୂର ହୋଇଯାଇଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସକାଳୁ ଉଠି ସ୍ନାନ ସାରି ଭଗବାନଙ୍କ ଶରଣାପନ୍ନ ହେବା ଏକ ଉତ୍ତମ ହୋଇଥାଏ। ଗଙ୍ଗା ଜଳରେ ଭଗବାନଙ୍କୁ ଅଭିଷେକ କରିବା ଦରକାର, କାରଣ ଏହି ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ। କୁହାଯାଏ କି ଦେବତାମାନେ ଏହି ନଦୀରେ ସ୍ନାନ କରିଥିଲେ, ସେଥିପାଇଁ ଏହାକୁ ଅତ୍ୟନ୍ତ ପବିତ୍ର ଜଳ ବୋଲି ବିଶ୍ୱାସ କରାଯାଏ। ତେବେ ସୂର୍ଯ୍ୟ ନ ଆସିବା ପୂର୍ବରୁ ବିଛଣା ଛାଡ଼ିବା ଲୋକ ସଫଳ ହୋଇଥାଏ। ତାଙ୍କ ପାଖରେ କେବେ ବି ଲକ୍ଷ୍ମୀଙ୍କର କମି ହୋଇନଥାଏ। ଏବଂ ସ୍ନାନ କରିବା ସମୟରେ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଜୀବନ ବଦଳିଯିବ, ଆସିଯିବ ଆପଣଙ୍କ ଜୀବନରେ ଧନରତ୍ନ। ଭଗବାନ କୃଷ୍ଣ କହିଛନ୍ତି, ଯଦି ଆପଣଙ୍କର ଶନି ଦୋଷ ଅଛି, ଅସୁବିଧା ହେଉଛି, ତେବେ ଏହି ସରଳ ଓ ସହଜ ଉପାୟ କରନ୍ତୁ। ସବୁ କିଛି ଆପଣଙ୍କୁ ହାତ ମୁଠାରେ ମିଳିଯିବ। ତେବେ ସକାଳେ ଉଠି ସ୍ନାନ କରିସାରିବା ପରେ ଆପଣ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ। ଆପଣଙ୍କ ପୋଷାକରେ ମଧ୍ୟ ଏବଂ ଘର ସାରା ଛିଞ୍ଚି ଦିଅନ୍ତୁ। ଯାହା ନକାରାତ୍ମକ ଊର୍ଜା ଥିବ ଚାଲିଯିବ। ମହାଲକ୍ଷ୍ମୀ ଗଙ୍ଗା ଜଳ ଘରେ ଛିଞ୍ଚିବା ଦ୍ୱାରା ଆସିଥାନ୍ତି। ଘରେ ସମସ୍ତଙ୍କର ଅସୁବିଧା, ରୋଗ ବ୍ୟାଧି ଚାଲିଯାଇଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଗଙ୍ଗା ଜଳର ମହତ୍ତ୍ୱ ରହିଛି। ଏହି ଜଳ ଅତ୍ୟନ୍ତ ପୁଣ୍ୟ ଏବଂ ପବିତ୍ର ହୋଇଥାଏ। ଆପଣ ଯେଉଁ ବି ମନ୍ଦିରକୁ ଯାଆନ୍ତୁ ଅବା ଭଗବାନଙ୍କୁ ପୂଜା କରନ୍ତୁ, ଟିକିଏ ଗଙ୍ଗା ଜଳରେ ଶୁଦ୍ଧ କରିଦିଅନ୍ତୁ। ଏହାପରେ ଆପଣଙ୍କର ମନର କଥା ଭଗବାନଙ୍କୁ ଜଣାଇ ଦିଅନ୍ତୁ। ଦେଖିବେ ସବୁକିଛି ଭଗବାନ ଆପଣଙ୍କ ଘରେ ଭରିଦେବେ। ଲୋକଙ୍କୁ ଶେଷ ସମୟରେ ଗଙ୍ଗା ଜଳ ଦେଲେ ସେହି ବ୍ୟକ୍ତି ମୋକ୍ଷ ପାଇଯାଏ। ମରିବା ପରେ ସିଧା ସ୍ୱର୍ଗକୁ ଯାଇଥାଏ। ତେବେ ଏହିପରି ଗଙ୍ଗା ଜଳର ଅନେକ ମହିମା ରହିଛି। ସନାତନ ଧର୍ମରେ ଲବଙ୍ଗକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ। ତେବେ ଏହାକୁ ଆପଣ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ରଖି ଶୁଅନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ପାଣି ମିଶାଇ ଖାଇଦିଅନ୍ତୁ। ଏହା କରିବା ଦ୍ୱାରା ଅନେକ ଫଳ ମିଳିଥାଏ। ଲବଙ୍ଗକୁ ତନ୍ତ୍ର ମନ୍ତ୍ର ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ବହୁତ ଶୁଭ ହୋଇଥାଏ। ଏହି ଜିନିଷ ଅତ୍ୟନ୍ତ ଭଲ ମଧ୍ୟ ହୋଇଥାଏ। ତେବେ ଚାଲନ୍ତୁ ଏବେ ଜାଣିବା, ସେ କେଉଁ ଜିନିଷ ଯାହାକୁ ଖାଇବା ଦ୍ୱାରା ସବୁକିଛି ମିଳିଯାଇଥାଏ ଏବଂ ପାଖରେ ଲକ୍ଷ୍ମୀଙ୍କର ଅଭାବ ହୋଇନଥାଏ। ଆପଣ ଠାକୁର ପୂଜିଲା ସମୟରେ ଫୁଲ ତ ନିଶ୍ଚିନ୍ତ ଦେଉଥିବେ। ଯେବେ ବି କୌଣସି କାର୍ଯ୍ୟରେ ବାହାରିବେ, ଭଗବାନଙ୍କୁ ଦେଇଥିବା ଫୁଲରୁ ପାଖୁଡ଼ା କିଛି ଖାଇଦିଅନ୍ତୁ। ଆଶୀର୍ବାଦ ଭାବି ଦେଖିବେ ସବୁ ସଫଳ ହେବ। ସକାଳୁ ଶୁଭ କାମରେ ବାହାରିବା ସମୟରେ ଚାଉଳର 2-3ଟି ଦାନା ଖାଇ ନିଅନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।
ଘରୁ ବାହାରିବା ସମୟରେ କୌଣସି ଶୁଭ କାର୍ଯ୍ୟରେ ଗଲା ସମୟରେ ମିଠା ନିଶ୍ଚିତ ଖାଆନ୍ତୁ ଏବଂ ଦହି ଚିନି ମଧ୍ୟ ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଅନେକ କାମରୁ ସୁଫଳ ମଧ୍ୟ ମିଳିଥାଏ। ସଦାସର୍ବଦା ଆପଣ ଡେଲି ଚନ୍ଦନ ଲଗାଇବା ଉଚିତ। ଯଦି ଆପଣଙ୍କର କୌଣସି ଅତି ଦାମୀ ଜିନିଷ ହଜିଯାଇଛି ତେବେ ଆପଣ ତାହାକୁ କିପରି ଫେରି ପାଇବେ? ଆସନ୍ତୁ ଜାଣିବା। ଯେଉଁ ଜିନିଷ ମଣିଷର ଅତି ଦରକାରୀ ହୋଇଥାଏ ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆଉ କିଛି କାରଣବଶତଃ ତାହା କେବେ କେବେ ହଜିଯାଏ କିମ୍ବା ଚୋରି ହୋଇଯାଏ। ସେହି କ୍ଷେତ୍ରରେ କରାଯାଉଥିବା କିଛି ଖାସ୍ ଉପାୟ ବିଷୟରେ ଆଜି ଆମେ ଆପଣମାନଙ୍କୁ କହିବୁ। କୌଣସି ଜିନିଷ ହଜିଯାଇଥିଲେ କିମ୍ବା ଚୋରି ହୋଇଯାଇଥିଲେ ପ୍ରଥମେ ଏକ ସଫା ଧଳା ରୁମାଲ ନିଅନ୍ତୁ। ଏହି ରୁମାଲର ଠିକ୍ ମଝିରେ ଏକ କଏନ୍ ରଖନ୍ତୁ। ତାହାର ଚାରି କୋଣକୁ ପରସ୍ପର ସହିତ ବାନ୍ଧି ଘରର ପୂଜା ସ୍ଥାନରେ ରଖିଦିଅନ୍ତୁ। ଏହାପରେ ନିଜର ଯେଉଁ ଜିନିଷ ହଜିଯାଇଥିବ ତାହା ଭଗବାନଙ୍କୁ ଜଣାଇ ମିଳିଯିବାକୁ ପ୍ରାର୍ଥନା କରନ୍ତୁ। ଯେତେବେଳେ ଆପଣଙ୍କର ସେହି ଜିନିଷଟି ମିଳିଯିବ ସେତେବେଳେ ସେହି କଏନ୍କୁ ନେଇ ପାଖ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ କିମ୍ବା କୌଣସି ଗରିବକୁ ଦାନ କରିଦିଅନ୍ତୁ ଏବଂ ସେହି ରୁମାଲକୁ ଆଣି ଧୋଇ ରଖିଦିଅନ୍ତୁ। ତାହା ପୁଣି ଥରେ ବ୍ୟବହାର ହୋଇପାରିବ। ଏହାଦ୍ୱାରା କୌଣସି ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ଜିନିଷ ଖୁବ୍ ସହଜରେ ଆପଣଙ୍କୁ ମିଳିଯିବ। ଆପଣ କୌଣସି ଜିନିଷ ହଜିଯାଇଥିଲେ କିମ୍ବା ଚୋରି ହୋଇଯାଇଥିଲେ ନିଜର ବ୍ୟବହାର ହୋଇଥିବା କୌଣସି ପୋଷାକ କିମ୍ବା ରୁମାଲ କିମ୍ବା ଗାମୁଛା ନିଅନ୍ତୁ। ନିଜର ଯେଉଁ ଜିନିଷ ହଜିଯାଇଛି ତାହାକୁ ସ୍ମରଣ କରି ପୋଷାକରେ ଗଣ୍ଠି ଲଗାଇ ଦିଅନ୍ତୁ। ଏହାପରେ ମନ୍ତ୍ର ଆକାରରେ ଶୈତାନକୁ ଅନୁରୋଧ କରି ସେହି ଜିନିଷ ମିଳିଯିବାକୁ ପ୍ରାର୍ଥନା କରନ୍ତୁ। ଦେଖିବେ ଜିନିଷ ମିଳିବାର ସମ୍ଭାବନା ବଢ଼ିଯିବ। ସେହି ଜିନିଷ ମିଳିଯିବା ପରେ ହାତରେ ଏକ ମିଠା ବସ୍ତୁ ନେଇ ଘରେ ଥିବା ଟ୍ୟାପ୍ ପାଖକୁ ଯାଇ ସେଠାରେ ଗଣ୍ଠି ଖୋଲିବା ସହିତ ସେହି ମିଠା ବସ୍ତୁକୁ ଜଳରେ ପ୍ରଭାବିତ କରିଦିଅନ୍ତୁ। ଏହାପରେ ଶୈତାନ ବାବାଙ୍କୁ ଧନ୍ୟବାଦ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ହଜିଯାଇଥିବା ବସ୍ତୁ ପୁନର୍ବାର ମିଳିଯାଏ। କିନ୍ତୁ ଯଦି ବ୍ୟକ୍ତି ଚୋରି କରି କୁଆଡ଼େ ଦୂର ଜାଗାକୁ ପଳାଇ ଯାଇଥିବ ତେବେ ତାହାର ସମ୍ଭାବନା ଖୁବ୍ ଅଟେ। ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ମାଚିସ୍ ଏବଂ ରାହୁ ବିଷୟରେ କିଛି କହିବୁ। ଯେତେବେଳେ ଜାତକରେ ରାହୁ ଦୁର୍ବଳ ହୁଏ ସେତେବେଳେ ଜୀବନରେ ସମସ୍ୟା ବହୁତ ବଢ଼ିଯାଏ। ଆମେ ରାହୁ ସହିତ ମାଚିସ୍ର କ'ଣ ସମ୍ବନ୍ଧ ରହିଛି ସେ ବିଷୟରେ କହିବୁ। ଜାତକରେ ରାହୁ ଦୃଢ଼ ହେଲେ ବାଣୀରେ ମଜବୁତ ଆସିଥାଏ। ଏମିତିକି ସେହି ବ୍ୟକ୍ତିର ଶତ୍ରୁ ମଧ୍ୟ ତାର ମିତ୍ର ହୋଇଯାଏ। ଅନେକ ସମସ୍ୟାରୁ ମୁକ୍ତି ପାଇବାକୁ ମଧ୍ୟ ରାହୁ ସାହାଯ୍ୟ କରିଥାଏ। କାରଣ ରାହୁଙ୍କ ପ୍ରଭାବରୁ ନିବେଶରେ ଉନ୍ନତି ହୋଇଥାଏ ଏବଂ ଚାକିରି ମଧ୍ୟ ମିଳିଥାଏ। ରାହୁର ପ୍ରଭାବରେ ବ୍ୟକ୍ତିକୁ ଥକାପଣ ଅନୁଭବ ହୋଇଥାଏ। କିନ୍ତୁ ସେହି ରାହୁ ଦୁର୍ବଳ ହୋଇଗଲେ ନକାରାତ୍ମକ ଶକ୍ତି ସମସ୍ୟା ବଢ଼ାଇ ଦେଇଥାଏ। ଏମିତିକି ବିନା କୌଣସି କାରଣରେ କଳ୍ପନା କରିବାର ସମସ୍ୟା ଆଦି। ତେବେ ଏହିସବୁ ଅଧିକ କଳ୍ପନା କରିବାର ସମସ୍ୟା କିମ୍ବା ରାହୁଜନିତ ସମସ୍ୟା ଥିଲେ ସେଥିରୁ ମାଚିସ୍ ଦ୍ୱାରା ରକ୍ଷା ପାଇପାରିବେ। ଏମିତିରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମାଚିସ୍ ଘରେ ବ୍ୟବହାର କରନ୍ତି। କିନ୍ତୁ ଏହାକୁ କେବଳ ଘରେ ନ ରଖି ଏହାକୁ ନେଇ ଏକ ଉପାୟ ମଧ୍ୟ କରିପାରିବେ। ରାହୁ ଜନିତ ସମସ୍ୟା ଯେମିତି ଆକସ୍ମିକ ସମସ୍ୟା, ଆକସ୍ମିକ ରୋଗ ଆଦି ଜୀବନକୁ ଖୁବ୍ ଜଟିଳ କରିଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଆପଣ ନିଜ ମାଚିସ୍ ଡବାରେ ଏକ ଛୋଟ ଚନ୍ଦନ କାଠ ରଖିପାରିବେ। ଚନ୍ଦନ କାଠକୁ ରଖିବା ସମୟରେ ସେଥିରେ ଏକ ନୀଳ ରଙ୍ଗର ସୂତା ଗୁଡ଼ାଇ ରଖିଦିଅନ୍ତୁ। ଏହାଦ୍ୱାରା ଆକ୍ଟିଭ୍ ରାହୁ ଶାନ୍ତ ହୋଇଯିବ ଏବଂ ଆପଣଙ୍କୁ ନକାରାତ୍ମକ ଶକ୍ତିର ସମସ୍ୟା ସହ୍ୟ କରିବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କ ପାଖରେ ଚନ୍ଦନ କାଠ ଟୁକୁଡ଼ା ନାହିଁ ତେବେ 2-4ଟି ସୋରିଷ ଦାନା ମାଚିସ୍ ଡବାରେ ରଖିଦିଅନ୍ତୁ। ତେବେ ତାହା ଘରେ ହେଉ କିମ୍ବା ବାହାରକୁ ନିଜ ପକେଟରେ ନେଇ ଯାଉଥିବା ସମୟରେ ହେଉ, ଏହାଦ୍ୱାରା ନକାରାତ୍ମକ ଶକ୍ତି ସମସ୍ୟା ସୃଷ୍ଟି କରିବ ନାହିଁ। ଏହାଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ସେହି ସୋରିଷ ଅତୃପ୍ତ ଆତ୍ମାକୁ ଶାନ୍ତ କରାଇଥାଏ।
ଘରର ପୂଜା ଘରେ ଆମେ ପୂଜା ପାଠ କରିଥାଉ ଏବଂ ପୂଜା ପାଠ ମାଧ୍ୟମରେ ଏମିତି କିଛି ଜିନିଷ ଦେଖିବା ଓ ମନେଇବାକୁ କରିବାକୁ ଚେଷ୍ଟା କରିଥାଉ ଯାହାଦ୍ୱାରା ପୂଜାର ଫଳ ଆମକୁ ପ୍ରାପ୍ତ ହୋଇପାରିବ ଏବଂ ସେଥିପାଇଁ ଘରେ ଦେବୀ ଦେବତାଙ୍କ ଫଟୋ ଆଦି ରଖିଥାଉ ଯାହାଦ୍ୱାରା ତାଙ୍କର ସୁନ୍ଦର ରୂପ ଦେଖିପାରିବା ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବା। ଯଦି ଆମେ ପୂଜା ଘରେ ଏହି ମୂର୍ତ୍ତି ସହିତ ଅନ୍ୟ ମୂର୍ତ୍ତି ବି ରଖିବା ତ ନିଶ୍ଚୟ ଆମର ଭାଗ୍ୟ ବଦଳି ଯାଇଥାଏ ଏବଂ ଆମ ଜୀବନରେ ସବୁ କାଙ୍ଗାଳି ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦୁଇଟି ମୂର୍ତ୍ତି ଏହା ସହିତ ରଖିବା ଉଚିତ ଯାହାଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇପାରିବ। ଯଦି ଆପଣ ବାଲଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା ରାଧାଙ୍କ ମୂର୍ତ୍ତି ବି ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କ ଫଟୋ ନିଶ୍ଚୟ ରଖିବା ଉଚିତ। ଏହା ପ୍ରେମ ଏବଂ ଏକତାର ଏକ ଏମିତି ଅନୁଭୂତି ଯାହା ଯେଉଁ ଘରେ ଏମିତି ଫଟୋ ଥାଏ ତ ସେହି ଘରେ କୌଣସି ବି ପ୍ରକାରର ଗୃହ କ୍ଲେଶ ହୋଇନଥାଏ। ସ୍ୱାମୀ ସ୍ତ୍ରୀ ଏବଂ ପରିବାରର ସଦସ୍ୟଙ୍କ ମଧ୍ୟରେ ପରସ୍ପର ଭିତରେ ଭଲ ସମ୍ବନ୍ଧ ବନି ରହିଥାଏ। ଘରେ ଧନ ଧାନ୍ୟର ଅଭିବୃଦ୍ଧି ହୋଇଥାଏ। ମା ଲକ୍ଷ୍ମୀଙ୍କର ପୂଜା କରୁଥିଲେ ଭଗବାନ ବିଷ୍ଣୁଙ୍କର ବି ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଏକା ସହିତ ପୂଜା କରିବା ଉଚିତ। ଯଦି ଆପଣ ନିଜ ପୂଜା ଘରେ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରନ୍ତି ତ ଆପଣଙ୍କ ଘରେ 4 ଗୁଣା ଉନ୍ନତି ହେବ। ଯଦି ମା ଲକ୍ଷ୍ମୀଙ୍କର ଏକୁଟିଆ ଫଟୋ ଅଛି ତେବେ ତାଙ୍କର ବାମ ସାଇଡ୍ରେ ଭଗବାନ ଗଣେଶ ଏବଂ ଡାହାଣ ସାଇଡ୍ରେ କୁବେରଙ୍କର ଫଟୋ ଲଗାଇବା ଉଚିତ। ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଏକା ସହିତ ପୂଜା କରିଲେ ଘରେ ଉନ୍ନତି ହୋଇଥାଏ। ଭଗବାନ ହନୁମାନଙ୍କ ସହିତ ଅନ୍ୟ ଦେବୀ ଦେବତାଙ୍କର ବି ଫଟୋ ଲଗାଇ ପାରିବେ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ବି ପୂଜା ଘରେ ରଖିପାରିବେ। ଏହି ଦୁଇ ଭଗବାନଙ୍କ ଫଟୋ ଏକା ସହିତ ରଖିଲେ ରାଜଯୋଗ ପ୍ରାପ୍ତି ହୋଇଥାଏ। ମନେ ରଖନ୍ତୁ ଆପଣଙ୍କ ଘରେ ଲାଭ ପ୍ରାପ୍ତି ପାଇଁ ଘରେ ତ୍ରିଦେବଙ୍କ ଫଟୋ ଗୋଟିଏ ସ୍ଥାନରେ ନିଶ୍ଚୟ ରଖନ୍ତୁ। ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଏହି 3 ଜଣଙ୍କର ସଂଯୁକ୍ତ ରୂପ ଏକା ସହିତ ନିଜ ଘରର ମନ୍ଦିରରେ କିମ୍ବା ଘରେ କେଉଁଠି ବି ଜାଗାରେ ଆଣି ରଖନ୍ତୁ। ଏହି 3 ଜଣ ଦେବତାଙ୍କର ଏକା ସହିତ ଦର୍ଶନ କରିଲେ ବଡ଼ରୁ ବଡ଼ କଷ୍ଟ ଦୂର ହୋଇଯାଏ। ଆସନ୍ତୁ ଜାଣିବା ପୂଜା ଘରେ କେଉଁ ମୂର୍ତ୍ତି ରଖିବା ଉଚିତ ନୁହେଁ ନଚେତ୍ ଘରେ କାଙ୍ଗାଳିର ସାମ୍ନା କରିବାକୁ ପଡ଼ିଥାଏ। ଭଗବାନ ଗଣେଶଙ୍କର ବିଷମ ସଂଖ୍ୟାର ମୂର୍ତ୍ତି ପୁରା ଘରେ ରହିବା ଉଚିତ ନୁହେଁ। 2ଟି ମୂର୍ତ୍ତି ରଖିବାକୁ ଶୁଭ ମନାଯାଏ। ଘରର ପୂଜା ଘରେ ଭଗବାନ ଶିବଲିଙ୍ଗ ଆଙ୍ଗୁଠି ଠାରୁ ବଡ଼ ରଖିବେ ନାହିଁ। ସର୍ବଦା ଛୋଟ ଏବଂ ଗୋଟିଏ ଶିବଲିଙ୍ଗ ରଖିବେ। ଅଧିକ ଶିବଲିଙ୍ଗ ରଖିବେ ନାହିଁ। ଭଗବାନ ହନୁମାନଙ୍କର ବସିଥିବା ଫଟୋ ଘରେ ରଖନ୍ତୁ ନାହିଁ। ଭଗବାନ ହନୁମାନଙ୍କର ବି ବେଶୀ ବଡ଼ ଫଟୋ ରଖନ୍ତୁ ନାହିଁ। ଭଗବାନ ହନୁମାନଙ୍କର ଠିଆ ହୋଇଥିବା ଫଟୋ ରଖିବେ ନାହିଁ। ସ୍ୱାମୀ ସ୍ତ୍ରୀ ନିଜର ବେଡରୁମରେ ଭୁଲରେ ବି ଭଗବାନ ହନୁମାନଙ୍କର ଫଟୋ ରଖନ୍ତୁ ନାହିଁ। ଶୟନ କକ୍ଷରେ ଭଗବାନ ରାଧାକୃଷ୍ଣଙ୍କର ଫଟୋ ଲଗେଇଛନ୍ତି କି ଏବଂ ନିଜର ବେଡର ସାମ୍ନାରେ ରଖିଛନ୍ତି ଏବଂ ଯେମିତି ଆପଣ ସକାଳୁ ଉଠୁଛନ୍ତି ଓ ଉଠିବା ମାତ୍ରେ ହିଁ ଆପଣଙ୍କୁ ରାଧାକୃଷ୍ଣଙ୍କର ଦର୍ଶନ ହୋଇଯାଉଛି ତ ବୁଝି ନିଅନ୍ତୁ ଆପଣଙ୍କ ଜୀବନ ମାଲାମାଲ ହେବାକୁ ଯାଉଛି। କୌଣସି ବି ଦୁଃଖ କଷ୍ଟ ଆପଣଙ୍କ ଜୀବନରେ ରହିବ ନାହିଁ। ମା ଦୁର୍ଗାଙ୍କର କ୍ରୋଧିତ ଫଟୋ ରଖିବେ ନାହିଁ। ମା ଦୁର୍ଗାଙ୍କର ହସ ହସ ମୁଖ ଥିବା ଫଟୋ ରଖନ୍ତୁ। ଦେବୀ ଦେବତାମାନଙ୍କର ସର୍ବଦା ହସ ହସ ଫଟୋ ରଖନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଉଗ୍ର ବା କ୍ରୋଧିତ ଦେବୀ ଦେବତାଙ୍କ ଫଟୋ ରଖନ୍ତୁ ନାହିଁ ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ବଢ଼ିଯିବ। ମନେ ରଖନ୍ତୁ ଭଗବାନଙ୍କୁ କେବେ ବି ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ। ଚାଉଳକୁ ହଳଦିଆ କରି ଭଗବାନଙ୍କୁ ଅର୍ପଣ କରନ୍ତୁ। ମୃତ ବ୍ୟକ୍ତିଙ୍କ ଫଟୋ କିମ୍ବା ପୂର୍ବଜଙ୍କର ଫଟୋ ଘରର ମନ୍ଦିରରେ ସ୍ଥାପିତ କରନ୍ତୁ ନାହିଁ। ଏହାକୁ ଅଶୁଭ ମନାଯାଇଥାଏ। ଭଗବାନ ଭୈରବ ଏବଂ ଭଗବାନ ଶନିଦେବଙ୍କ ଫଟୋ
ରାହୁ କେତୁଙ୍କ ଫଟୋ ମଧ୍ୟ ଘରେ ରଖିବେ ନାହିଁ। ଗଙ୍ଗା ଜଳ ସହିତ ଗୋମୂତ୍ରକୁ ବି ରଖିବା ଉଚିତ। ଏହା ଦ୍ୱାରା ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଘରେ ବାସ୍ତୁ ଦୋଷ କାରଣରୁ ପରିବାରର ଲୋକେ ସର୍ବଦା ଦୁଃଖୀ ରହିଥାନ୍ତି ଏବଂ ଘରେ ଟଙ୍କା ଅଧିକ ଦିନ ରହିନଥାଏ। ବାସ୍ତୁ ଦୋଷ କାରଣରୁ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଏହା ଜରୁରୀ ଅଟେ କି ଆପଣ ଯେଉଁ ସ୍ଥାନରେ ରହିଛନ୍ତି ସେଠାରୁ ବାସ୍ତୁ ଦୋଷରୁ ମୁକ୍ତ ହୁଅନ୍ତୁ। ଘରେ ବାସ୍ତୁ ଦୋଷ ଥିବାରୁ ଆପଣ ଭୟ କରନ୍ତୁ ନାହିଁ। ଆମେ କହୁଥିବା ଉପାୟକୁ ଆପଣ ନିଶ୍ଚୟ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଭଗବାନଙ୍କର ବାସ୍ତୁ ଦୋଷ ସମାପ୍ତ ହୋଇଯିବ ଏବଂ ଧନ ଲାଭ ହେବ। ବାସ୍ତୁ ଶାସ୍ତ୍ର ଅନୁସାରେ ଧନ ଭଣ୍ଡାରକୁ ଉଚିତ ଦିଗରେ ରଖିବା ଉଚିତ। ଉତ୍ତର ଦିଗରେ ଧନ ଭଣ୍ଡାର ରଖିବା ଦ୍ୱାରା ଅଧିକ ଧନ ଲାଭ ହେବ ଏବଂ ଧନ ଭଣ୍ଡାର ସର୍ବଦା ଭରି ରହିବ। ଏଥିପାଇଁ ଆପଣ ସର୍ବଦା ଧନ ଭଣ୍ଡାରକୁ ଉଚିତ ଦିଗରେ ରଖନ୍ତୁ। ଘରର ପାଣି ନିଷ୍କାସନ ଦିଗ ଭୁଲରେ ରହିବା ଦ୍ୱାରା ମଧ୍ୟ ଧନହାନି ହେବାର ସମ୍ଭାବନା ରହିଥାଏ। ଏଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଅଟେ କି ପାଣି ନିଷ୍କାସନର ଦିଗ ଉଚିତ ରହିବା ଆବଶ୍ୟକ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାଣି ନିଷ୍କାସନ ଦିଗ ଦକ୍ଷିଣ ଏବଂ ପଶ୍ଚିମରୁ ହିଁ ହେବା ଉଚିତ। ଏହି ଦିଗରେ ଜଳ ନିଷ୍କାସିତ ହେବାର ଅର୍ଥ ହୋଇଥାଏ ଆପଣଙ୍କର ଆର୍ଥିକ ସମସ୍ୟା ଦୂର କରାଯାଇଥାଏ। ସ୍ୱସ୍ତିକ ଚିହ୍ନ ଅଧିକ ପବିତ୍ର ହୋଇଥାଏ। ଏହି ସ୍ୱସ୍ତିକ ଚିହ୍ନକୁ ଧନ ଲାଭ ସହିତ ମଧ୍ୟ ଯୋଡ଼ା ଯାଇଥାଏ। ଏଭଳି କୁହାଯାଏ କି ଯଦି ଏହି ସ୍ୱସ୍ତିକ ଚିହ୍ନ ଘରର ଫାଟକ ଏବଂ ଧନ ଭଣ୍ଡାରରେ ଲଗାଯିବ ତାହାହେଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏଥିପାଇଁ ଆପଣ ନିଜର ଘରର ମୁଖ୍ୟ ଫାଟକ ଏବଂ ଧନ ଭଣ୍ଡାରରେ ଲଗାନ୍ତୁ। ତାହେଲେ ଘରେ ସୁଖ ସମୃଦ୍ଧି ବାସ ହେବ। ମନ୍ଦିରରେ କଳସ ନିଶ୍ଚିନ୍ତ ରଖନ୍ତୁ। ଯେଉଁମାନଙ୍କ ଘରର ପୂଜା ଘରେ କଳସ ରହିଥାଏ ସେହି ଲୋକଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ ଏବଂ ସର୍ବଦା ଧନର ଆଗମନ ହୋଇଥାଏ। ବାସ୍ତୁ ଦୋଷରେ ଖରାପ ପ୍ରଭାବ ଜୀବନରେ ପଡ଼ିନଥାଏ। ପୂଜା ଘରେ କଳସ ରଖି ଧ୍ୟାନ ରଖନ୍ତୁ କି କଳସରେ ସର୍ବଦା ତାଜା ପାଣି ଭରିଥିବ ଏବଂ କଳସ ଉପରେ ନଡ଼ିଆ ରହିଥିବ। ଆପଣ ସର୍ବଦା କଳସର ପାଣି ପରିବର୍ତ୍ତନ କରନ୍ତୁ ଏବଂ 21 ଦିନ ପରେ ନଡ଼ିଆକୁ ମଧ୍ୟ ବଦଳାଇ ଦିଅନ୍ତୁ। ପୂଜା ଘରେ ଓମ୍ ଚିହ୍ନ ବନାଇବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଆପଣ ଚନ୍ଦନ ବା ହଳଦୀରେ ଏହି ଚିହ୍ନ କରିପାରିବେ। ସବୁ ରୁମ୍ ବାହାରେ ସୂତ୍ର ବାନ୍ଧି ପାରିବେ। ବାସ୍ତୁ ଦୋଷ ଛଡ଼ା ଯେଉଁ ଘରେ ସର୍ବଦା ବିବାଦ ଏବଂ ଝଗଡ଼ା ହୋଇଥାଏ ମହିଳାମାନଙ୍କୁ ଅପମାନ କରାଯାଇଥାଏ ଘର ପରିଷ୍କାର ପରିଚ୍ଛନ୍ନ ହୋଇ ନଥାଏ ସେଠାରେ ଧନ ଅଧିକ ତିଷ୍ଠି ପାରିନଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ନିଜ ସାଙ୍ଗସାଥୀଙ୍କ ସହିତ ସେୟାର କରନ୍ତୁ। ଭକ୍ତିରେ ଥରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ମାଙ୍କର କୃପାରୁ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ।